ଏହାକୁ ଓଡ଼ିଆରେ ଆମେ ଲାଉ କହୁ, ହିନ୍ଦୀରେ ଲକି କହୁ, ଆଉ ଇଂଲିଶରେ ଏହାକୁ ବଟଲ ଗାଉଟ୍ କହନ୍ତି। ଏହାର ବହୁଳ ଉପକାରିତା ରହିଛି। ଏହା ଆମ ୱେଟ୍ ଲସ୍ରେ ସାହାଯ୍ୟ କରେ, ବ୍ଲଡ଼ର ପ୍ୟୁରିଫିକେସନରେ ବି ସାହାଯ୍ୟ କରେ ଏବଂ ଏହା ଖାଇଲେ ଆମର ଡାଇଜେସନ୍ ପ୍ରୋସେସ୍ ମଧ୍ୟ ଭଲ ରୁହେ। ଆଉ ସ୍କିନ୍ ହେଲ୍ଥ ପାଇଁ ତ ଏହା ବରଦାନ ସଦୃଶ। ଆଜି ଆମେ ଲାଉର ହାଲୁଆ ବନେଇବା। ସେଥିପାଇଁ ମୁଁ ଲାଉର ଚୋପାକୁ ଛଡ଼େଇ ଦେଇଛି ଆଉ ଏମିତି ଖଣ୍ଡ ଖଣ୍ଡ କରି କାଟି ନେଇଛି। ଆମେ ଏବେ ଗୋଟେ ଗ୍ରେଟର୍ ଧରିକି ତାକୁ ଆମେ ଗ୍ରେଟିଂ କରିଦେବା। ଏମିତି ତ ଲାଉ ବା ଲକିର ଜୁସ୍ ସମସ୍ତେ ପିଇଥିବେ, ଆଉ ଲାଉର ତରକାରୀ ପ୍ରାୟ ଲୋକ ପସନ୍ଦ କରନ୍ତିନି, କିନ୍ତୁ ଏଇଟା ବହୁତ ଉପକାରୀ। ଆଉ ସେକେଣ୍ଡ ଥିଙ୍ଗ ହେଉଛି ଏଇ ଲାଉରୁ ମୁଁ ଆଜି ଗୋଟେ ବହୁତ ବଢ଼ିଆ ମିଠା କରିବି, ଯେଉଁଟାକି ସମସ୍ତଙ୍କୁ ବହୁତ ବଢ଼ିଆ ଲାଗିବ। ସେଇଟା ହେଉଛି ଲାଉ ହାଲୁଆ। ସେଥିପାଇଁ ମୁଁ ଗୋଟେ କଡ଼େଇ ଗରମ କରି 2ରୁ 3 ଚାମଚ ଘିଅକୁ ଗରମ କଲି। ଏବେ ସେଥିରେ ଗୋଟେ ତେଜପତ୍ର ପକାଇଦେଲି। ଆଉ ଏଇଟା ଗରମ ଅଛି। ଏହି ସମୟରେ ଆମେ ଯେଉଁ ଗ୍ରେଟିଂ ହେଇଥିବା ଲାଉ ଖଣ୍ଡକୁ ପକାଇବା। ମନେ ରଖିବେ, ଲାଉକୁ ସେମିତି ପକାଇଦେବେନି, ତାକୁ ଚିପୁଡ଼ିକି ଟିକେ ତାର ପାଣି ଅଂଶ କାଢ଼ିଦେବେ। ତାପରେ ଆମେ ତାକୁ ପକାଇବା, କାରଣ ପାଣି ଅଂଶ ରହିଲେ ଏଇଟା ପାଣିଆ ପାଣିଆ ହେଇଯିବ, ଲାଉ ଭାଜି ହେବନି, ଘିଅ ଗୁଡ଼ା ଉପରେ ଉପରେ ରହିଯିବ। ତ ଘିଅ ସାଙ୍ଗରେ ଲାଉଟା ଭଲ ଭାବରେ ଭାଜି ହେବା ଦରକାର। ଲାଉ ପାଣିକୁ ଆପଣ ଚାହିଁଲେ କ୍ଷୀର ଦେଲା ବେଳେ ଦେଇପାରିବେ, ଆଉ ବର୍ତ୍ତମାନ ପାଇଁ ସେ ଲାଉ ପାଣିକୁ ଆପଣ ଅଲଗା ରଖିବେ। ହାଇ ଫ୍ଲେମ୍ରେ ଆମେ ଭାଜୁଛେ, ତେଣୁକରି ବାରମ୍ବାର ଏମିତି ଭାଜିବା, ନହେଲେ ତଳେ ଲାଗିଯିବ। ହଁ, ଗୋଟେ କଥା, ଏଇ ଯେଉଁ ଲାଉ ହାଲୁଆ ଆମେ ତିଆରି କରିବା ନା, ଆପଣ ଯଦି କାହାକୁ ଦେଖେଇ ନଥିବେ ଆଉ ଖାଇବାକୁ ଦେବେ ଏଇଟା କେଉଁଥିରୁ ତିଆରି, ସେମାନେ ଜମା କହିପାରିବେନି। ଲାଉକୁ ଏମିତି ଭାଜିବା ଯେପର୍ଯ୍ୟନ୍ତ ତାର ପାଣି ଅଂଶଟି ପୁରା ମରି ନ ଯାଇଛି। ଲାଉଟା ପୁରା ଘିଅରେ ପ୍ରାୟ ଭାଜି ହେଇଗଲାଣି, ଦେଖନ୍ତୁ। ଏବେ ଆମେ ଏହି ସମୟରେ ଆଡ଼୍ କରିବା କ୍ଷୀରକୁ। ମୁଁ ଆଗରୁ ଗରମ କରିକି 1/2 ଲିଟର କ୍ଷୀର ରଖିଥିଲି, ତାକୁ ଢାଳିଦେଲି। ମୁଁ ସରକୁ ଏଠି ୟୁଜ୍ କରୁନି, ଆପଣ ଚାହିଁଲେ ସର ୟୁଜ୍ କରିପାରିବେ। ଆଉ ସରଟା ୟୁଜ୍ କଲେ କ'ଣ କି ଖଣ୍ଡ ଖଣ୍ଡ ରହିବ, ସେଥିପାଇଁ ମୁଁ ୟୁଜ୍ କରୁନି। ତ ଏମିତି ଘାଣ୍ଟିବେ ଆକୁ ଭଲ ଭାବରେ। ମିଶିଗଲା ପରେ ଏହି ସମୟ ଭିତରେ ଆମେ ଚିନିକୁ ଆଡ଼୍ କରିବା। ଆମେ ଚିନି ଦେଇଛି ଏଠି ଗୋଟେ ଛୋଟ ବାଉଲରେ, ଗୋଟେ ବାଉଲ ମୁଁ ଦେଇଛି ଚିନି। ଯେହେତୁ ହାଲୁଆ କରିବି, ହାଲୁଆଟା ଟିକେ ମିଠା ହୁଏ, ଆପଣ ଚାହିଁଲେ 1/2 ବାଉଲ ଦେଇପାରିବେ, ଆପଣଙ୍କ ହିସାବରେ ଦେବେ। ଏବେ ଗୋଟେ ଛୋଟ ପ୍ୟାନ୍ରେ ଆମେ 2-3 ଚାମଚ ଘିଅ ଦେବା। ଘିଅ ଗରମ ହେଇଗଲା ପରେ ଏଇଟା ହେଉଛି ଆମେ କାଜୁକୁ ଛୋଟ ଛୋଟ କାଟି ଦେଇଛେ, ଆଉ 2-3ଟା ପେସ୍ତା ବାଦାମକୁ ଏମିତି ଛୋଟ ଛୋଟ କାଟି ଦେଇଛି, 3-4ଟା କିସମିସକୁ ବି ଛୋଟ ଛୋଟ କାଟି ଦେଇଛି। ଆପଣ ଚାହିଁଲେ ବେଶୀ ଆମାଉଣ୍ଟ ଦେଇପାରିବେ। ଏବେ ଏଇ ଗରମ ଘିଅ ଭିତରେ ଆମେ ଏ ଡ୍ରାଏ ଫ୍ରୁଟ୍କୁ ପକାଇଦେବା। ଅଳ୍ପ ସମୟ ପରେ ହେଇଯିବ, ସାଙ୍ଗେ ସାଙ୍ଗେ ପକଉ ପକଉ ଅଲମୋଷ୍ଟ ହେଇଯିବ, ତାତି ଯାଇଛି। ବିକଜ ଆକୁ ଆମେ ଛୋଟ ଛୋଟ କାଟି ଦେଇଛେ। ଆଉ ବର୍ତ୍ତମାନ ୟାକୁ ସାଙ୍ଗେ ସାଙ୍ଗେ ଆମେ ନେଇକି ଏଇ ଲାଉ କ୍ଷୀରି ଭିତରେ ଢାଳିଦେବା। ଏବେ ଆମର ଲାଉଟା କ୍ଷୀରି ହେଇଯାଇଛି। ଏଥିରେ ଆମେ ଆଡ଼୍ କରିଦେବା ଗୁଜୁରାତି, 2ଟା ଖଣ୍ଡେ ଗୁଜୁରାତି ମୁଁ ଗୁଣ୍ଡ କରିକି ଏଥିରେ ଦେଇଦେଇଛି। ଘାଣ୍ଟି ଦେବା, ଏମିତି ଘାଣ୍ଟି ଚାଲିବେ। ଯଦି ଆପଣ ଏମିତି ରଖିବେ ତାହେଲେ ଏ କ୍ଷୀରି ହେଇଯିବ, ଆଉ ଟିକେ ମାରି ସାରିଲା ପରେ ଇଏ ଆମର ହାଲୁଆ ହେଇଯିବ। ଦେଖନ୍ତୁ ଆମର ହାଲୁଆ ପ୍ରାୟ ରେଡ଼ି ଯାଇଛି। ମୁଁ ଗୋଟେ ବାଉଲରେ କାଢ଼ି ନେଇଛି, ପୁରା ପରଫେକ୍ଟ ହାଲୁଆ ହେଇଛି। ଆପଣ ଏଇଟାକୁ ଖାଇସାରିଲା ପରେ କାହାକୁ ମିଠା ଆକାରରେ ଦେଇପାରିବେ, କୌଣସି ଭୋଜି ଫୋଜିରେ ବି ୟୁଜ୍ କରିପାରିବେ, କୌଣସି ଗେଷ୍ଟ ଆସିଲେ ବି ଆପଣଙ୍କ ଘରେ ଏଇଟା ଦେଇପାରିବେ। ଛୋଟ ଛୁଆମାନଙ୍କୁ ଏଇଟା ବହୁତ ପସନ୍ଦ। ଆପଣ କରି ଏଇଟା ସମସ୍ତଙ୍କୁ ଖୁଆନ୍ତୁ। କେମିତି ଲାଗିଲା ମୋତେ କୁହନ୍ତୁ। ରହିଲି, ଜୟ ଜଗନ୍ନାଥ।